नमो भगवते वासुदेवाय। श्रीमद्भागवत षष्ठ स्कंध सप्तम अध्याय। परीक्षित उवाच केउ हेतुरु अंगिरस देवंकु कले अविश्वास निजर शिष्य देवगणे वर्जिले तांकु की कारणे। एक कथा कह मुनिवर जेबे करुणा मोते कर। श्री शुक उवाच शुण कहिबा जापचार जेहेतु छाड़िले अमर। एक कालरे पुरुहूत ऐश्वर्ये होई विह्वलित निरते असत मार्गरे प्रवृत्त हेले से गर्भरे। पवन बसु रुद्रगण आदित्य जेते रघुपुण विश्वदेवा साध्य सहिते अश्विनी कुमार समेते। सिद्ध गंधर्व जे चारण ब्रह्मा शंकर मुनिगण किन्नर विद्याधर गण सेवित अप्सरा मान। पतंग उरग जे आदि सेवंती जे जाहा प्रसिद्धि। स्तुति करंती बंदीगण आस्थाने बसी मघवान। ललिते केहू गीत गाई चामर धरी के बिंचई। चंद्रमंडल प्राय होई जे श्वेत छत्र शोभा पाई। अन्य जे पारी सदगण बिंचंती घेनीर व्यंजन। सची संगते देवराये रत्न आसन रे विजये। हेमंत समय राजन कहिबा शुण एक मन। परम गुरु देवंकर प्रवेश हेले से सभार। पूजित मुनि मानंकर वंदित सुरासुरंकर। ताहांक प्रति आन करी अभिवादन कुन करी। एमंते मुनि की देखिले इंद्र आसनु न उठिले। हरि हरि बोल। सेठारु शीघ्रे अंगिरस मौने मंदिरे प्रवेश। श्रीमदे इंद्रर विक्रिया मने जानिले मुनि एहा। ताहांक बिनु के पंडित स्वर्ग रक्षणे समरथ। तक्षणे इंद्र जानी करी गुरु अपराध विचारी। आत्मा को इंद्र निंदा कले अनेक संताप पाइले। बड़ असाधु पण कली मु अल्प बुद्धि की पाइली। गुरु आचार्यंकु सभारे निंदिली ऐश्वर्य मदरे। मु देव मानंक ईश्वर कली असुरंक बेभार। जे महाराज चिन्ह बही मनरे मत्त गर्व बही। धर्मधरता जेउ माने साधु पंडित जेते जने। ताहांकु देखि न उठंती सेमाने धर्म न जानती।
କୁପଥ ଦେଖାନ୍ତି ଯେ ଜନ ନରକେ ପଡ଼ନ୍ତି ବହନ। ତାହାଙ୍କ ବୋଲ ଯେ କରନ୍ତି ପାଷାଣ ଭେଳା ଆବରନ୍ତି। ସ୍ୱଭାବେ ଗରୁ ଯେ ପାଷାଣ ତାହାର ଆଶ୍ରୟ ମରଣ। ହରି ହରି ବୋଲ। ଏବେ ଅମର ଗଣଙ୍କର ଆଚାର୍ଯ୍ୟ ଅଗାଧ ବୁଦ୍ଧିର ମୁଁ ମୂଢ଼ ସେହି ବ୍ରାହ୍ମଣର ପୟରେ ମଣ୍ଡି ବିମୋଷିର। ତାଙ୍କୁ କରାଇଲେ ପ୍ରସନ୍ନ ଦୁଃଖ ମୋହଇବ ଦହନ। ଏମନ୍ତ ମନେ ଚିନ୍ତା କରି ଗୁରୁ ଭୁବନେ ଆଗୁସରି। ଗୁରୁ ତାଗମନ ଦେଖି ଗୃହକୁ ଗଲେ ସେ ଉପେକ୍ଷି। ଗୁରୁ ଦର୍ଶନ ନ ପାଇ ଭୟ ଶୋକରେ ଯୁକ୍ତ ହୋଇ। ଆତ୍ମାର କୁଶଳ ଜାଣି ଚିନ୍ତିତ ହେଲେ ବଜ୍ରପାଣି। ଅସୁରମାନେ ତାହା ଜାଣି ଶୁକ୍ର ମନ୍ତ୍ରଣା ପରିମାଣି। ଦେବଙ୍କ ନାଶ ବିଚାରନ୍ତି ସ୍ୱଭାବେ ଦୁର୍ମଦ ହୁଅନ୍ତି। ତାହାଙ୍କ ବାଣେ ମଘବାନ ଦେବଙ୍କ ଦେହ ହେଲା କ୍ଷୀଣ। ବ୍ରହ୍ମା ଛାମୁକୁ ଦେବେ ଗଲେ ଏ ସର୍ବ କଥା ନିବେଦିଲେ। ଛନ୍ନ ଚିତ୍ତରେ ଦେବଗଣ ନମିଲେ ବ୍ରହ୍ମାଙ୍କ ଚରଣ। ଦୁଃଖିତ ଦେଖି ଦେବଗଣ ସ୍ୱୟମ୍ଭୁ ଅଜ ଭଗବାନ। ପରମ କୃପା ଯୁକ୍ତ ହୋଇ କିଛି ବୋଇଲେ ସ୍ନେହ ବହି। ବ୍ରହ୍ମା ଉବାଚ ହେ ଦେବ ଶୁଣ କହୁ ଆମ୍ଭେ। ଅତ୍ୟନ୍ତ ମନ୍ଦ କଲ ତୁମ୍ଭେ। ଯେ ବ୍ରହ୍ମବାଦୀ ସୁବ୍ରାହ୍ମଣ ତାହାଙ୍କୁ କଲ ଅପମାନ। ତୁମ୍ଭଙ୍କୁ ସେ ପାପ କାରଣେ ଜିଣିଲେ ତେଣୁ ଶତ୍ରୁଗଣେ। ତୁମ୍ଭଙ୍କୁ ନ ଜିଣନ୍ତି ବାଦେ ଏବେ ଜିଣିଲେ ଅପ୍ରମାଦେ। ହେ ଇନ୍ଦ୍ର ଶୁଣ ସାବଧାନେ ଗୁରୁଙ୍କୁ ଲଙ୍ଘିଲ ଜ୍ଞାନେ। ଶୁକ୍ରଙ୍କୁ ଆରାଧି ଅସୁର ସୁଖେ ଲଭିଲେ ତୁମ୍ଭପୁର। ଗୋବିପ୍ର ଗୋବିନ୍ଦ ଯାହାର ଠାକୁର ବିଘ୍ନ କାହିଁ ତାର। ଅଶେଷ ପ୍ରାଣୀଙ୍କ ଈଶ୍ୱର ଶୁଭ କରିବେ ଚକ୍ରଧର। ବିଶ୍ୱରୂପକୁ ବେଗେ ଭଜ ତୁମ୍ଭର କରିବେ ସେ କାର୍ଯ୍ୟ। ସେ ବିପ୍ର ପ୍ରସନ୍ନ ହୋଇଲେ ତୁମ୍ଭର ଦୁଃଖ ଯିବ ଭଲେ। ଶୁକ କହିଲେ ଶୁଣ ରାଏ ବ୍ରହ୍ମା ଯେ କହିଲେ ଉପାଏ। ଶୁଣି ଦେବତାଏ ହରସ ବ୍ରହ୍ମାଙ୍କ ଏହି ଉପଦେଶ। ଋଷିଙ୍କ ଠାବକୁ ସେ ଗଲେ ହରସେ ଆଲିଙ୍ଗନ କଲେ। ଏ ଅନନ୍ତରେ ହୃଷ୍ଟ ହୋଇ ଦେବେ କହିଲେ କଥା ଏହି। ଆମ୍ଭେ ଅତିଥି ହେଲୁ ଯହୁଁ ତୁମ୍ଭ ଆଶ୍ରମେ ଶୁଭ ହେଉ। ପିତୃମାନଙ୍କ କାର୍ଯ୍ୟ ପୂର୍ଣ୍ଣ କର ଏ ଯଥୋଚିତ ଧର୍ମ। ଉତ୍ତମ ପୁତ୍ରଙ୍କର ଧର୍ମ ଯେ ପିତୃଗଣ ଶୁଶ୍ରୂଷଣ। ଗୃହସ୍ଥ ଜନଙ୍କ ଏ ଧର୍ମ ଅଧିକେ ବ୍ରହ୍ମଚାରୀ କର୍ମ। ଆଚାର୍ଯ୍ୟ ବ୍ରହ୍ମାର ମୂରତି ପିତା ପ୍ରତ୍ୟକ୍ଷେ ପ୍ରଜାପତି। ଭ୍ରାତା ଯେ ମୂରତି ଇନ୍ଦ୍ରର ମାତା ସାକ୍ଷାତ ପୃଥିବୀର। ଭଗିନୀ ଦୟାର ମୂରତି ଧର୍ମର ମୂରତି ଅତିଥି। ଅଗ୍ନି ମୂରତି ଅଭ୍ୟାଗତ ଆତ୍ମାର ମୂର୍ତ୍ତି ସର୍ବଭୂତ। ଶତ୍ରୁ ସକାଶୁ ପରାଭବ ଯେଣେ ପିତାଙ୍କ ଆବିର୍ଭାବ। ଏହି କାରଣୁ ମୁନିବର ତପସ୍ୟା ସାଧି ଦୂର କର। ଗୁରୁ ଉପାଧ୍ୟାୟ ବ୍ରାହ୍ମଣ ବ୍ରହ୍ମିଷ୍ଠ ଯେତେ ତୁମ୍ଭ ଗୁଣ। ତୁମ୍ଭଙ୍କୁ କଲୁ ପୁରୋହିତ ଶତ୍ରୁକୁ ଜିଣିବୁ ତୁରିତ।
କାର୍ଯ୍ୟର ପ୍ରୟୋଜନ ପାଇଁ କନିଷ୍ଠ ପୂଜା ନିନ୍ଦା ନୁହିଁ। ବେଦରେ ଯାର ଜ୍ଞାନ ନାହିଁ, ଜ୍ୟେଷ୍ଠରେ ଯୋଗ୍ୟ ସେହୁ ନୁହିଁ। ବୟସେ ହେଲେ ହେ କନିଷ୍ଠ, ଜ୍ଞାନରେ ଅଟ ତୁମ୍ଭେ ଜ୍ୟେଷ୍ଠ। ଶ୍ରୀ ଶୁକ ଉବାଚ ତାହାଙ୍କୁ ପୁରୋହିତ ପଣେ, ବରଣ କଲେ ଦେବଗଣେ। ମୁନି ବିଶ୍ୱରୂପ ହସିଲେ, ଦେବତାମାନଙ୍କୁ ବୋଇଲେ। ବିଶ୍ୱରୂପ ଉବାଚ ଭୋ ଦେବ ଗଣେ କହୁ ଶୁଣ, ତୁମ୍ଭେ ଯେ ଅଖିଳ କାରଣ। ନିନ୍ଦିତ କାର୍ଯ୍ୟ ପୌରହିତେ, କିମ୍ପା ଆରାଧି ତୁମ୍ଭେ ମତେ। ହେ ଅଧୀଶ୍ୱର ତୁମ୍ଭେ ଶୁଣ, ଅର୍ଥେ ମୋ ନାହିଁ ପ୍ରୟୋଜନ। କ୍ଷେତ୍ରରୁ ଧାନ୍ୟାଦି ଗ୍ରହଣ, କରି ବଞ୍ଚଇ ମୁହିଁ ଦିନ। କିମ୍ପାଇଁ ତୁଚ୍ଛ ବୁଦ୍ଧି କରି, ପୁରୋହିତ ପଣ ଆଚରି। ଅଜ୍ଞାନୀ ଲୋକ ଏହି କର୍ମ, ପାଇ ହୁଅନ୍ତି ମହାପ୍ରେମ। ତଥାପି ତୁମ୍ଭର କଥାରେ, ଏହାକେ ଅସ୍ୱୀକାର କରେ। କିନ୍ତୁ ତୁମ୍ଭେ ଯେ ମୋର ଗୁରୁ, ଆମ୍ଭେ ଯେ ଅବଜ୍ଞାନ କରୁ। ତୁମ୍ଭର ଯେତେ କଥା ମାନ, ସାଧିବୁ ଶୁଣ ଦେବଗଣ। ଶ୍ରୀ ଶୁକ ଉବାଚ ଏ ଅନନ୍ତରେ ବିଶ୍ୱରୂପ, ବରଣ ହୋଇ ଶୁଣ ନୃପ। ଶ୍ରୀକୃଷ୍ଣ ବୋଲିଣ ସୁମରି, ପରମ ସମାଧିରେ କରି। ଶୁକ୍ରର ବିଦ୍ୟା ବଳୁ କରି, ଅସୁରଙ୍କର ଯଶ ଶିରି। ନିଶ୍ଚୟ କରିଥିଲେ ନାଶ, ଶୁଣ ରାଜନ ଇତିହାସ। ବୈଷ୍ଣବୀ ବିଦ୍ୟା ବୋଲି ଯାହା, ଇନ୍ଦ୍ରର ଅର୍ଥେ ଆଣି ତାହା। ଇନ୍ଦ୍ରଙ୍କୁ ଆଣି ତାହା ଦେଲେ, ଯାହାକୁ ଅସୁରେ ଶଙ୍କିଲେ। ସେ ବିଦ୍ୟା ପ୍ରଭାବରୁ ଇନ୍ଦ୍ର, ଜିଣିଲା ଯେ ଦାନବ ବୃନ୍ଦ। ମହତ ବିଶ୍ୱରୂପ ଧୀର, ଦେଲେ ଇନ୍ଦ୍ରଙ୍କୁ ବିଦ୍ୟାସାର। ଇନ୍ଦ୍ରର ଗୁରୁ ଦ୍ରୋହ ଦୋଷ, କହିଲେ ଜଗନ୍ନାଥ ଦାସ। ଭାବେ ଇନ୍ଦ୍ରର ଗୁରୁ ଦ୍ରୋହ ଦୋଷ, ଭାବେ କହିଲେ ଜଗନ୍ନାଥ ଦାସ। ହରି ହରି ବୋଲ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଷଷ୍ଠ ସ୍କନ୍ଧେ ଇନ୍ଦ୍ର ଅପରାଧ କଥନେ ନାମ ସପ୍ତମ ଅଧ୍ୟାୟ।